ମୋର ପ୍ରିୟ ପ୍ରଭୁଙ୍କର ଲୋକ, ଆସନ୍ତୁ ଆଜି ଆମମାନେ ଆଦି ପୁସ୍ତକର 13 ପର୍ବଟିକୁ ଅଧ୍ୟୟନ କରିବା। ଏହି 13 ପର୍ବରେ ଟୋଟାଲ ଆମେ 18 ଗୋଟି ପଦ ଥିବାର ଦେଖୁ। ଆଉ ବର୍ତ୍ତମାନ ଏଠାରେ ଆବ୍ରାହମ ନିଜର ସ୍ତ୍ରୀ ଏବଂ ସବୁ ସମ୍ପତ୍ତି ଧରି ଆଉ ତା ଲୋଟଙ୍କ ସହିତ ସେ ମିଶର ଦେଶରୁ ବାହାରି ଦକ୍ଷିଣ ଅଞ୍ଚଳକୁ ସେ ଯାତ୍ରା କଲେ। ଆବ୍ରାହମ ବେତେଲ ଠାରୁ ସେ ମିଶ୍ର ଦେଶକୁ ଯାଇଥିଲେ। ପୁନର୍ବାର ସେ ମିଶ୍ର ଦେଶ ଛାଡ଼ି ଆଉ ଯେତେବେଳେ ରାଜା ତାଙ୍କୁ ବିଦାୟ କଲେ, ସେ ସେଇ ବେତେଲ ଆଉ ଏ ନାମକ ଜାଗାକୁ ସେ ଆସି ସେଠାରେ ଏକ ତମ୍ବୁ ନିର୍ମାଣ କଲେ। ଆଉ ସେଠାରେ ଏକ ବେଦୀ ନିର୍ମାଣ କରି ପରମେଶ୍ୱରଙ୍କୁ ସେ ଧନ୍ୟବାଦ ଦେଲେ। ଏହି ପର୍ବରେ ଆମମାନେ ଆବ୍ରାହମ, ଲୁଟ ଏବଂ ତାଙ୍କ ସହିତ ଆସିଥିବା ଦାସମାନଙ୍କ ସହିତ ଘଟୁଥିବା ସମସ୍ୟାର ଘଟଣା ଆମମାନେ ଏଠାରେ ଦେଖିବାକୁ ପାରୁ। ସେମାନଙ୍କର ଧନ ସମ୍ପତ୍ତି ବହୁତ ବଢ଼ିବାର ଲାଗିଲା ଆଉ ଏଥିପାଇଁ ସମସ୍ୟା ଆସିଲା ତାଙ୍କ ଜୀବନରେ। ଅଧିକ ଧନ ସମ୍ପତ୍ତି ହେବାରୁ ସେମାନେ ଏକ ଜାଗାରେ ରହିପାରିଲେ ନାହିଁ। ଆବ୍ରାହମଙ୍କର ଦାସମାନେ ଆଉ ଲୁଟଙ୍କର ଦାସମାନେ ଦୁଇ ପାର୍ଟି ମଧ୍ୟରେ ସେମାନେ ଝଗଡ଼ା ହେବାକୁ ଲାଗିଲେ, ଗଣ୍ଡଗୋଳ ହେବାକୁ ଲାଗିଲେ। ଯେତେବେଳେ ଏହି ପ୍ରକାର ଗଣ୍ଡଗୋଳ ହେବାକୁ ଲାଗିଲା ତ ଆବ୍ରାହମ ଦେଖିଲେ ଯେ ଏହି ପ୍ରକାର ଗଣ୍ଡଗୋଳ ହେବା ଭଲ ନୁହଁ। ଏଥିପାଇଁ ଲୁଟଙ୍କୁ ସେ ଡାକି କହିଲେ ଯେ ଆମେ ଭାଇ ବନ୍ଧୁ କୁଟୁମ୍ବ ହୋଇ ଏହି ପ୍ରକାର ଆମମାନେ ଲଢ଼ାଇ ଝଗଡ଼ା କରିବା ଭଲ ନୁହଁ। ଏଥିପାଇଁ ଆମମାନେ ଅଲଗା ଅଲଗା ରହି ଶାନ୍ତିରେ ରହିବାର ଉତ୍ତମ। ଏଥିପାଇଁ ସେ ଲୁଟଙ୍କୁ କହିଲେ ଯେ ଏ ଜାଗା ଯେଉଁ ତୋତେ ଦେଖାଯାଉଛି, ଯୁଆଡ଼େ ପସନ୍ଦ ସେ ଏରିଆକୁ ତୁ ଚାଲିଯା, ଆଉ ମୁଁ ତାର ଅନ୍ୟ ଦିଗକୁ ମୁଁ ଯିବି। ଆଉ ଏହି କଥାରେ ଲୁଟ ସେ ରାଜି ହେଲେ। ତାପରେ ସେ ଦେଖିଲେ ଯେ ସୋଦମ ଆଉ ଅମରା ନାମକ ଜାଗାଟି ବହୁତ ଏକ ଉତ୍ତମ ଜାଗା, ଯେଉଁଠିକି ଚାଷବାସ କରିବା ଏବଂ ଅନେକ ବିଷୟରେ ପାଣିର ସୁବିଧା, ଏ ସମସ୍ତ ସୁବିଧା ଦେଖି ସେ ସୋଦମ ଆଉ ଅମରା ଜାଗାକୁ ସେ ନିଜ ପାଇଁ ସେ ସିଲେକ୍ଟ କଲେ। ତାପରେ ସେ ଜାଗାକୁ ସେ ଗଲେ। ବର୍ତ୍ତମାନ ଲୁଟ ଆବ୍ରାହମକୁ ଛାଡ଼ି ସେ ସୋଦମ ଅମରା ଜାଗାକୁ ସେ ପଳେଇଲା। ଆଉ ବର୍ତ୍ତମାନ ଆବ୍ରାହମ ସେ କିଣାନିଆ ଦେଶରେ ହିଁ ସେ ରହିଲେ। ବର୍ତ୍ତମାନ ଆମମାନେ ଦେଖିବାକୁ ପାରୁଅଛୁ ଆବ୍ରାହମ ସେ ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ପରମେଶ୍ୱର କହିଥିଲେ ଯେ ତୁ ତୋର ବଂଶ କୁଟୁମ୍ବକୁ ଛାଡ଼ି ତୁ ବାହାରିଆ, ଆଉ ତୋର ବଂଶକୁ ମୁଁ ବହୁ ବଂଶ କରିବି। ଆଉ ବର୍ତ୍ତମାନ ସେହି ବାକ୍ୟଟି ପରମେଶ୍ୱର ଆବ୍ରାହମଙ୍କ ଜୀବନ ଦ୍ୱାରା ସେ ପୂର୍ଣ୍ଣ କରିବାକୁ ଯାଉଅଛନ୍ତି। ଯେତେବେଳେ ଲୁଟ ତାଙ୍କଠାରୁ ଅଲଗା ହୋଇଗଲେ, ବର୍ତ୍ତମାନ ପରମେଶ୍ୱର ତାଙ୍କୁ ଆଶୀର୍ବାଦ ଦେବାକୁ ଲାଗିଲେ। ଯଦି ଆମମାନେ ଭାବିବା ଲୁଟଙ୍କ ବିଷୟରେ, ଲୁଟ ସେ ତାର ଭାଇ, ତାର ବାପାଙ୍କର ଭାଇ ବା ଆବ୍ରାହମଙ୍କ ବିଷୟରେ ସେ କୌଣସି ବିଚାର ନ କରି ସେ ଯେ ପ୍ରକାରେ ଆବ୍ରାହମ ତାର ଜୀବନରେ ଏକ କଥା ସେ ରଖିଦେଲା, ସେ ବିନା ବିଚାର କରି ସେ ବାହାରି ପଡ଼ିଲା। ସେ ଆବ୍ରାହମକୁ ଏହି ପ୍ରକାର ବି କହିଲା ନାହିଁ ଯେ ନାଇଁ ଯାହା ବି ସମସ୍ୟା ହେଉଛି ତାହା ଦୁଇ ଜଣ ମିଶି ଆମମାନେ ସମାଧାନ କରିବା ଆଉ ଗୋଟେ ଜାଗାରେ ହିଁ ରହିବା, ଏହି ପ୍ରକାର ସେ କହିଲା ନାହିଁ। କିନ୍ତୁ ସେ ଆବ୍ରାହମଙ୍କ ଠାରୁ ଦୂରକୁ ଯିବା ପାଇଁ ସେ ନିଷ୍ପତ୍ତି କଲେ। ତାପରେ ସେ ସୋଦମ ଅମରା ଜାଗାକୁ ସେ ପଳାଇଲେ।
ତାପରେ ବର୍ତ୍ତମାନ ଆବ୍ରାହମ ଯେତେବେଳେ ସେ ଜଣେ ଏକୁଟିଆ ରହିଲେ, ଆବ୍ରାହମଙ୍କୁ ପରମେଶ୍ୱର ଦର୍ଶନ ଦେବାରେ ଲାଗିଲେ। ପରମେଶ୍ୱର ଆବ୍ରାହମକୁ କହିଲେ, ତୁ ଦୃଷ୍ଟି ଉଠାଇ ଦେଖେ ଯେ ତୋତେ କେତେ ଏରିଆ, କେତେ ଜାଗା ଦେଖାଯାଉଅଛି। ସେ ସମସ୍ତ ଏରିଆକୁ ମୁଁ ତୋର ବଂଶକୁ ମୁଁ ଦେଇଦେବି। ମୁଁ ତୋର ବଂଶକୁ ଏ ସମସ୍ତ ଜାଗା, ସମସ୍ତ ଏରିଆ ମୁଁ ଯୁଗ ଯୁଗ ପର୍ଯ୍ୟନ୍ତ ପାଇଁ ଏହା ମୁଁ ଦେବି। ପରମେଶ୍ୱର ତାଙ୍କୁ କହିଲେ ଯେ ଉଠ ଆଉ ଦେଖ ଏ ସମୁଦ୍ରର ବାଲୁ କ'ଣ ତମେ ତାହା ଗଣିପାରିବ? ଆକାଶର ତାରାଗଣକୁ କ'ଣ ତମେ ଗଣିପାରିବ? ମୁଁ ତୋହର ବଂଶକୁ ସେହି ପ୍ରକାରେ ମୁଁ କରିବି, ଆଉ ମୁଁ ତୋହର ବଂଶକୁ ଅତ୍ୟନ୍ତ ମହାନ କରିବି। ଏହି ପ୍ରକାର ପରମେଶ୍ୱର ଆବ୍ରାହମକୁ ଆଶୀର୍ବାଦ ଦେଉଅଛନ୍ତି ବା ଆବ୍ରାହମଙ୍କ ସହିତ ସେ ପ୍ରତିଜ୍ଞା କରିଛନ୍ତି। ମୁଁ ଯେତେବେଳେ ସେବା କାର୍ଯ୍ୟ ଆରମ୍ଭ କଲି, ପ୍ରଭୁଙ୍କଠାରେ ମୁଁ ଏହି ପ୍ରକାର ପ୍ରାର୍ଥନା କଲି ଯେ ପ୍ରଭୁ ମୋତେ ଦର୍ଶନ ଦିଅ ଯେ କି ପ୍ରକାରେ ମୁଁ ଭାରତ ଦେଶରେ ତୁମର ସୁସମାଚାରକୁ ମୁଁ ପ୍ରଚାର କରିବି। ଯେମିତିକି ଯୋସେଫଙ୍କ ଜୀବନରେ ଯଦି ଆମେ ଦେଖିବା, ସେ ଯେତେବେଳେ ମିଶ୍ର ଦେଶକୁ ଗଲା, ସେଠାରେ ସେ ପ୍ରଧାନମନ୍ତ୍ରୀ ହୋଇ ସେ ରଥ ଘୋଡ଼ା ସହିତ ସେ ସମସ୍ତ ମିଶ୍ର ଦେଶକୁ ସେ ଭ୍ରମଣ କରି ଦେଖିଲେ ଯେ ତାହାର ଦେଶ କେତେ ବଡ଼ ଏବଂ କି ପ୍ରକାରେ। ସେହି ପ୍ରକାରେ ଯଦି ଆମମାନେ ଆମର ଆଞ୍ଚଳିକ ଭାଷାରେ ବା ସମାଜରେ ଯଦି ଆମମାନେ ଦେଖୁ, ଜଣେ କଲେକ୍ଟର ଯଦି ହୁଏ, ତାହେଲେ ସେ ତାହାର ଜିଲ୍ଲାରେ ଯେତେକ ଏରିଆ ଅଛି ସେ ବୁଲିକି ଦେଖେ। ଠିକ୍ ସେହିପରି ପରମେଶ୍ୱର ଆବ୍ରାହମକୁ ମଧ୍ୟ କହୁଅଛନ୍ତି, ତୁ ଚାଲେ ଆଉ ଦେଖେ ଯେ ଏ ଏରିଆ କେତେ ବଡ଼, ଆଉ ସେ ପୁରା ଏରିଆ ଦୁନିଆକୁ ମୁଁ ତୋହର ବଂଶକୁ ମୁଁ ଦେବି। ବର୍ତ୍ତମାନ ଆମମାନେ ଆଦି ପୁସ୍ତକର 13 ପର୍ବଟିକୁ ଏକ ପଦରେ ଆମମାନେ ଅଧ୍ୟୟନ କରିବା। ଏଠାରେ ଆମମାନେ ଦେଖୁଅଛୁ ଆବ୍ରାହମ ସେ ମିଶ୍ର ଦେଶକୁ ଛାଡ଼ି ସେ କିଣାନ୍ୟ ଦେଶକୁ ସେ ଫେରି ଆସିଲେ, ଆଉ ସେ କିଣାନ୍ୟ ଦେଶର ଦକ୍ଷିଣ ଅଞ୍ଚଳରେ ସେ ରହିବାକୁ ଲାଗିଲେ। ଆଉ ଆବ୍ରାହମ ଜଣେ ଧନୀ ଥିଲା, ତାଙ୍କ ପାଖରେ ପଶୁ ଓ ସୁନା ରୂପା ଆଉ ଅତିଶୟ ସେ ଧନବାନ ହୋଇଥିଲେ। ଆମମାନେ ଏଠାରେ ଧ୍ୟାନ ଦେବା ଯେ ଆବ୍ରାହମକୁ ଏ ସମସ୍ତ ଧନ ସମ୍ପତ୍ତି ସୁନା ରୂପା କେଉଁଠାରୁ ମିଳିଲା? ତାଙ୍କୁ ହାରାନ ଦେଶରୁ ଆଉ ମିଶ୍ର ଦେଶରୁ ସେ ଧନ ମିଳିଥିଲା, କିନ୍ତୁ ସେ ଧନ ପ୍ରତି ସେ ଧ୍ୟାନ ଦେଉନଥିଲା। ସେ ଭାବୁନଥିଲା ଯେ ଯେଉଁ ଧନ ଅଛି ମୋ ଠାରେ ତାହା ପରମେଶ୍ୱରଙ୍କ ଠାରୁ ଦିଆଯାଇଥିବା ଧନ। ଆବ୍ରାହମଙ୍କ ଠାରେ ବହୁତ ଧନ ସମ୍ପତ୍ତି ଥିଲା, ସୁନା ରୂପା, ତା'ର ଦାସଦାସୀମାନେ, ପୁଣି ତା'ର ପଶୁପଲ ସବୁ ଥିଲେ। ଆଉ ଏ ସମସ୍ତ ସେ ମିଶ୍ର ଦେଶଠାରୁ ମଧ୍ୟ ସେ ନେଇକି ଆସିଲେ, କିନ୍ତୁ ଯେଉଁ ମିଶ୍ର ଦେଶଠାରୁ ଧନ ନେଇକି ଆସିଲେ ତାହା ଉତ୍ତମ ଧନ ନଥିଲା। ଆବ୍ରାହମ କିଣାନ ଦେଶରେ ଦକ୍ଷିଣ ଦେଶଠାରୁ ସେ ବେତେଲ ନାମକ ଜାଗାକୁ ସେ ପହଞ୍ଚିଲେ, ଯେଉଁଠିକି ସେ ତା ପୂର୍ବରୁ ଏକ ତମ୍ବୁ ନିର୍ମାଣ କରି ରହିଥିଲେ। ବେତେଲ ଆଉ ଏ ନାମକ ଜାଗାର ମଧ୍ୟସ୍ଥିତ ଏକ ଜାଗାରେ ସେ ଏକ ବେଦୀ ନିର୍ମାଣ କରିଥିଲେ। ସେହି ଜାଗାରେ ପହଞ୍ଚି ସେ ପରମେଶ୍ୱରଙ୍କ ଠାରେ ଧନ୍ୟବାଦ କଲା, ସେ ପ୍ରାର୍ଥନା କଲା।
से पुनर्बार से आत्मिक जीवन आड़क से फेरी आसला। से निज इच्छारे से चलुला किंतु वर्तमान से परमेश्वर इच्छा आड़क से फेरी आसला। जो जगह ठारू से यात्रा करथिले पुनर्बार से ही जगह को से बाहुड़ी आसिले। एठारे आम माने गोटे कथा शिखिबा, आम माने केबे मध्य यह न भावो जे आम बुद्धि द्वारा, आम ज्ञान द्वारा, आम धन संपत्ति द्वारा, आमर समस्त धन अर्जन करिथिबा समस्त धन संपत्ति द्वारा आमे परमेश्वर को खुशी करवा बा परमेश्वर को आमने महिमा करवा, ताहा केबे भी होई पारिबो नाही। परमेश्वर को द्वारा ही आम को जीवित रहिबा को पड़िबो। निजर विचार रे आमने कौन सी कार्य करवा आवश्यक नाही। जदि निजर बुद्धि निजर ज्ञान आमने लगाई चलवा को चेष्टा करूँ ताहले आमान को से मिसर देशर कथा मन पड़े। तेणु आमान को परमेश्वर को आज्ञा अनुसार बा परमेश्वर को द्वारा ही चला जिबा आवश्यक अछि। तेणु समस्त कार्यरु फेरी निजर विचार को निजर बुद्धि ज्ञान कौशल धन संपत्ति उपरे भरोसा न रखी संपूर्ण भाव परमेश्वर साहाय्य नेबा आवश्यक एवं परमेश्वर को महिमा परमेश्वर को आड़ को फेरी परमेश्वर को गौरव करवा आमनकर आवश्यक रही। जीशु ख्रीष्ट ही आमनकर प्रार्थनार उत्तर देवा परमेश्वर अटंती। तांको सहित ही आमनकर आध्यात्मिक जीवन व्यतीत करवा आवश्यक। तांको छड़ा आमर आ कौनसी उपाय नाही। तांको छाड़ी आमर कौनसी कौठारे मध्य आमर शांति नाही। एथिपाई आमने परमेश्वर को संपूर्ण भाव निर्भर रखिबा आमनकर आवश्यक। जदि निजर बुद्धि ज्ञान अनुसार आमने चलिबा ताहले आमनक निमंते विनाशर पथ ही देखा जिवो। अब्राहम निजर बुद्धि कौशल रे से जगह छाड़ी किणान्य देश को छाड़ी से मिस्र देश को से जाइथिले, किंतु वर्तमान से अनुताप करी पुनर्बार से सही जगह को से फेरी आसिले। आओ सही जगह को फेरी आसी से पुनर्बार से वेदी निकट को आसी से प्रार्थना करुछंती। वर्तमान से आनंदित अनुभव करुअछि कारण से पुनर्बार से प्रभु को निकट को से फेरी आसिला। मोर प्रिय सही प्रकार आज आमने मध्य आमनकर सही कुविचार ठारो निजर बुद्धि ज्ञान कौशल धन संपत्ति उपर भरोसा रखी जो परमेश्वर को माने दूरे जाऊछु सेठारु जेतेबेले हमने परमेश्वर को आड़ को जो फेरी आसीबा तो आमनक जीवन रे अलग प्रकार खुशी परमेश्वर आमन को देबे। वर्तमान अब्राहम से सत्य शांति को से पाइला कारण से पुनर्बार से परमेश्वर को निकट को फेरी आसिला। आम माने मध्य परमेश्वर को निकट को जेतेबेले फेरी आसीबा आम मान को शांति मिलिबो। अब्राहम एवं लूटंकर जीवन जेतेबेले हमने देखो अब्राहमकर धन भी बढ़िबा को लागला आओ लूटंकर धन भी अतिशय बढ़िबा को लागला, किंतु दुहींक मध्य से माने शांति रे रही पारले नाही। से मानको पाखरे धन संपत्ति रही मध्य से माने शांति रे रहिले नाही, प्रेम रे रहिले नाही। से माने झगड़ा होई अन्य अन्य दिग को से माने पळाई गले। आज दुनिया विचार करे चिंता करे
ଯେ ଜଣେ ଧନବାନ ବ୍ୟକ୍ତି ଅନ୍ୟ ଧନବାନ ସହିତ ଯେତେବେଳେ ସେ ମିଶେ ବା ସେ ଦୁହେଁ ମିଶି ରୁହନ୍ତି, ସେମାନେ ଖୁସିରେ ରହିବେ ନୁହଁ, ତାହା କେବେ ହୋଇପାରିବ ନାହିଁ। କିନ୍ତୁ ଏଠାରେ ଦେଖୁଅଛୁ ଆବ୍ରାହମ ଏବଂ ଲୁଟ, ସେମାନେ ଯେତେବେଳେ ଦୁଇଟା ଧନବାନ ଗୋଟେ ଜାଗାରେ ଥିଲେ, ସେମାନେ ଶାନ୍ତିରେ ରହିପାରିଲେ ନାହିଁ। ଆବ୍ରାହମଙ୍କର ଦାସମାନେ ଆଉ ଲୁଟଙ୍କର ଦାସମାନେ ସେଇ ଧନ ସମ୍ପତ୍ତି ଅଧିକ ହେବା ନିମନ୍ତେ ସେମାନେ ରଖିବା ପାଇଁ ଜାଗା ନ ହେବାରୁ ଝଗଡ଼ା କରିବାକୁ ଲାଗିଲେ, ଗଣ୍ଡଗୋଳ ହେବାକୁ ଲାଗିଲେ। ଠିକ୍ ସେମାନେ ଧନ ସମ୍ପତ୍ତି ଦ୍ୱାରା ଏକ ଜାଗାରେ ସେମାନେ ସ୍ଥିର ହୋଇ ରହିପାରିଲେ ନାହିଁ। ସେହି ପ୍ରକାରେ ଧନ ସମ୍ପତ୍ତି ଆମମାନଙ୍କୁ ପ୍ରେମରେ ରଖିପାରିବ ନାହିଁ। ଧନ ସମ୍ପତ୍ତି ଆମମାନଙ୍କୁ ଶାନ୍ତିରେ ରଖିପାରିବ ନାହିଁ। ଏ ଧନ ସମ୍ପତ୍ତି ସେମାନଙ୍କୁ ବନ୍ଧୁ କୁଟୁମ୍ବ ଠାରୁ, ଭାଇ ଠାରୁ, ଭାଇ ବନ୍ଧୁ ଠାରୁ ସେ ଧନ ସମ୍ପତ୍ତି ହିଁ ସେମାନଙ୍କୁ ଅଲଗା ଅଲଗା କରିଦେଲା। ଆମମାନେ ଭାବୁ ଆମ ବଂଶ କୁଟୁମ୍ବରେ ଆମମାନେ ସମସ୍ତେ ଯଦି ଧନୀ ହେଇଯିବା, ତାହେଲେ ଆମେ ସମସ୍ତେ ଶାନ୍ତିରେ ରହିବା। କିନ୍ତୁ ଏଠାରେ ଆବ୍ରାହମ ଏବଂ ଲୁଟଙ୍କ ଜୀବନରେ ଦେଖୁଅଛୁ, ଯେତେବେଳେ ଦୁହିଁଙ୍କ ପାଟିରେ ଧନ ସମ୍ପତ୍ତି ବଢ଼ିବାକୁ ଲାଗିଲା, ସେମାନେ ଆଉ ଏକ ଜାଗାରେ ଶାନ୍ତିରେ ରହିପାରିଲେ ନାହିଁ। ଲୁଟଙ୍କ ଜୀବନରେ ଏହି ପ୍ରକାର ମନୋଭାବ ବି ଆସିଲା ନାହିଁ ଯେ ଚାଲ ଏ ସମସ୍ୟାକୁ ସମାଧାନ କରି ଆମେ ଉପାୟ କରିବା, ଆମମାନଙ୍କର ଧନ ସମ୍ପତ୍ତି ରଖିବା ନିମନ୍ତେ ଆଉ ଏକ ଜାଗା ଆମମାନେ ତିଆରି କରିବା। କିନ୍ତୁ ଲୁଟ ସେ ଜୀବନରେ ନିଷ୍ପତ୍ତି ନେଲା ଯେ ମୁଁ ଆବ୍ରାହମଙ୍କ ସହିତ ମୁଁ ସଦା ସର୍ବଦା ପାଇଁ ମୁଁ ଦୂରେଇ ରହିବି, ଆଉ ସେ ଅନ୍ୟ ଦିଗକୁ ସେ ଚାଲିଗଲା। ସେପାରେଟିଂ ଫ୍ରମ୍ ଦ ବ୍ରଦର୍ସ ଇଜ୍ ନଟ୍ ଦ ୱିଜଡମ୍। ଭାଇମାନଙ୍କ ମଧ୍ୟରୁ ଅଲଗା ରହିବା, ଅଲଗା ଅଲଗା ହୋଇ ରହିବା, ତାହା ପରମେଶ୍ୱରଙ୍କ ଠାରୁ ଦିଆଯାଇଥିବା ଜ୍ଞାନ ନୁହଁ। କାହିଁକି ନା ପରମେଶ୍ୱରଙ୍କର ବାକ୍ୟ ଗୀତ ସଂହିତାରେ ଆମେ ପଢ଼ୁ, ସେଠାରେ ଲେଖା ଅଛି, କେଡ଼େ ଆନନ୍ଦର କଥା ଯେ ଭାଇମାନେ ପରସ୍ପର ଏକ ପ୍ରେମ ମିଳନରେ ରହିବେ। ଏହି ବାକ୍ୟଟି ଆମମାନେ ଗୀତ ସଂହିତା 133ରେ ଆମମାନେ ଦେଖିବାକୁ ପାରୁଅଛୁ। କେଡ଼େ ମନୋହର, କେଡ଼େ ଆନନ୍ଦର କଥା ଯେ ଭାଇମାନେ ପରସ୍ପର ଏକ ମନରେ ପ୍ରେମରେ ସେମାନେ ମିଶି ରହିବେ। ଏହା ପରମେଶ୍ୱରଙ୍କର ଇଚ୍ଛା ଅଟେ। ଏକତା ରଖିବା ବହୁତ ଭଲ ବିଷୟ ଅଟେ, କିନ୍ତୁ ଯେଉଁଠାରେ ଏକତା ନଥିବ, ୟୁନିଟି ନଥିବ, ପ୍ରେମ ନଥିବ, ତାହା ଭଲ ନୁହେଁ। ଏଠାରେ ଲୁଟ ସେ ଆଧ୍ୟାତ୍ମିକ ଜୀବନ ଠାରୁ ସେ ଅଲଗା ହେବାକୁ ସେ ଚାହିଁଲା। କିନ୍ତୁ ଆମମାନେ ଏଠାରେ ଜାଣିପାରିବା ସେ ଲୁଟ ତାର ଇଚ୍ଛା ଅନୁସାରେ ସେ ଯେଉଁ କାର୍ଯ୍ୟ କରିଅଛି, ସେ ପୁନର୍ବାର ସେ ଫେରି ଆସିବ। ତାକୁ ତାର ପରିଣାମ, ତାର ପ୍ରତିଫଳ ତାକୁ ପାଇବାକୁ ହିଁ ପଡ଼ିବ। କାହିଁକି ନା ସେ ନିଜର ବୁଦ୍ଧି, ନିଜର ଜ୍ଞାନ ସେ ଲଗାଇଲା, ଆଉ ନିଜର ଧନ ଉପରେ ସେ ନିର୍ଭର ରଖିଲା। ଯେତେବେଳେ ଆମମାନେ 5 ପର୍ବ ଠାରୁ ଯଦି ଆଗକୁ ଆମମାନେ ପଢ଼ିବା, ସେଠାରେ ଲେଖା ଅଛି, ଆବ୍ରାହମଙ୍କର ସଙ୍ଗୀ ଲୁଟଙ୍କର ମଧ୍ୟ ଅନେକ ମେଷ ଆଉ ଗୋରୁ ଓ ତମ୍ବୁ ଥିଲା। ଏଥି ନିମନ୍ତେ ସେହି ଦେଶ ସେମାନଙ୍କର ଏକତ୍ର ବାସ କରିବା ପାଇଁ ଉପଯୋଗୀ ହେଲା ନାହିଁ, ଯଥେଷ୍ଟ ହେଲା ନାହିଁ।
କାରଣ ସେମାନଙ୍କର ବହୁତ ସମ୍ପତ୍ତି ଥିବାରୁ ସେମାନେ ଏକତ୍ର ବାସ କରିପାରିଲେ ନାହିଁ। ତେଣୁ ଆବ୍ରାହମଙ୍କର ପଶୁପାଳକ ଓ ଲୋଟଙ୍କର ପଶୁପାଳକମାନଙ୍କର ପରସ୍ପର ବିରୋଧୀ ହେଲା। ସେମାନେ ଝଗଡ଼ା ହେବାକୁ ଲାଗିଲେ, ଗଣ୍ଡଗୋଳ ହେବାକୁ ଲାଗିଲେ। ସେହି ସମୟରେ ସେହି ଦେଶରେ କିଣାନୀୟ ଓ ପରିଜୀୟ ଲୋକମାନେ ବାସ କରୁଥିଲେ। କିଣାନୀୟ ଓ ପରିଜୀୟ ଲୋକମାନେ ବାସ କରୁଥିଲେ। ଏଣୁ ଆବ୍ରାହମ ଲୋଟଙ୍କୁ କହିଲେ, ମୁଁ ବିନୟ କରୁଅଛି, ତୁମ୍ଭ ଆମ୍ଭ ମଧ୍ୟରେ ପୁଣି ତୁମ୍ଭର ପଶୁପାଳକ ଓ ମୋହର ପଶୁପାଳକମାନଙ୍କ ମଧ୍ୟରେ ବିବାଦ ହେବା ଭଲ ନୁହଁ। ଏହି ପ୍ରକାର ବିବାଦ ହେବା ଭଲ ନୁହଁ। ଏଥିପାଇଁ ଭଲ ନୁହେଁ ଯେ ଆମମାନେ ଭାଇ ଭାଇ, କାରଣ ଆମମାନେ ଭାଇ। ତେଣୁ ତୁମ୍ଭ ସମ୍ମୁଖରେ ଏହି ସମସ୍ତ ଦେଶ ଯେଉଁ ଦେଖାଯାଉଅଛି, ଏହେତୁ ତୁମକୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋ ଠାରୁ ପୃଥକ ହୁଅ, ମୋ ଠାରୁ ତୁମେ ଅଲଗା ହୁଅ। ହୁଏତ ତୁମ୍ଭେ ବାମକୁ ଯାଅ, ମୁଁ ଦକ୍ଷିଣକୁ ଯିବି, ନହେଲେ ତୁମେ ଦକ୍ଷିଣକୁ ଯାଅ, ମୁଁ ବାମକୁ ଯିବି। ସେତେବେଳେ ଲୋଟ ଅନାଇ ଦେଖିଲେ ଯେ ସୟର ପର୍ଯ୍ୟନ୍ତ ଜର୍ଦ୍ଦନର ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନ ପରି ସର୍ବତ୍ର ସଜଳ ଓ ମିଶର ଦେଶ ତୁଲ୍ୟ ଅଟେ। କାରଣ ସେହି ସମୟରେ ସୋଦୋମ ଓ ଗମୋରା ସଦାପ୍ରଭୁଙ୍କ ଦ୍ୱାରା ବିନଷ୍ଟ ହୋଇନଥିଲା। ଏଣୁକରି ଲୋଟ ଆପଣା ପାଇଁ ଜର୍ଦ୍ଦନର ପର୍ଯ୍ୟନ୍ତ ପ୍ରାନ୍ତର ମନୋନୀତ କରି ପୂର୍ବ ଦିଗକୁ ପ୍ରସ୍ଥାନ କଲେ। ଏହି ରୂପେ ସେମାନେ ଏକ ଆରେକଠାରୁ ପୃଥକ ହୋଇଗଲେ। ସେଠାରେ ଆବ୍ରାହମ କିଣାନ ଦେଶରେ ବସତି କଲେ। ପୁଣି ଲୋଟ ସେହି ପ୍ରାନ୍ତରେ ଥିବା ସମସ୍ତ ନଗର ମଧ୍ୟରେ ବାସ କରି ସୋଦୋମ ପର୍ଯ୍ୟନ୍ତ ତମ୍ବୁ ସ୍ଥାପନ କରିବାକୁ ଲାଗିଲେ। ସେହି ସୋଦୋମର ଲୋକମାନେ ମହାଦୁଷ୍ଟ ଓ ସଦାପ୍ରଭୁଙ୍କ ଛାମୁରେ ଅତି ପାପିଷ୍ଠ ଥିଲେ। ସେହି ସୋଦୋମର ଲୋକମାନେ ଅତି ଦୁଷ୍ଟ ଲୋକମାନେ ଥିଲେ। ସଦାପ୍ରଭୁଙ୍କ ଛାମୁରେ ସେମାନେ ଅତି ପାପୀ ଲୋକମାନେ ଥିଲେ। ତେଣୁ ଆବ୍ରାହମଙ୍କ ଠାରୁ ଲୋଟ ପୃଥକ ହେଲା ଉତ୍ତାରେ ସଦାପ୍ରଭୁ ଆବ୍ରାହମକୁ କହିଲେ, ଏବେ ତୁମ୍ଭେ ଯେଉଁଠାରେ ଅଛ ସେହିଠାରୁ ଅନାଇ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଦିଗକୁ ଦୃଷ୍ଟିପାତ କର। କାରଣ ଏହି ଯେ ସକଳ ଦେଶ ତୁମ୍ଭେ ଦେଖୁଅଛ, ତାହା ଆମ୍ଭେ ତୁମ୍ଭକୁ ଓ ଯୁଗାନୁକ୍ରମେ ତୁମ୍ଭର ବଂଶକୁ ଦେବା। ଏହି ପ୍ରକାର ପରମେଶ୍ୱର ଆବ୍ରାହମଙ୍କ ସହିତ ଏକ ପ୍ରତିଜ୍ଞା କଲେ। ତାପରେ ପୃଥିବୀର ଧୂଳି ପରି ଆମ୍ଭେ ତୁମ୍ଭର ବଂଶ ବୃଦ୍ଧି କରିବା। କେହି ଯେବେ ପୃଥିବୀର ଧୂଳି ଗଣିପାରେ, ତେବେ ତୁମର ବଂଶ ଗଣିପାରିବ। ବର୍ତ୍ତମାନ ଉଠ, ଏହି ଦେଶର ଦୀର୍ଘ ପ୍ରସ୍ଥରେ ଭ୍ରମଣ କର, ଯେଣୁ ଆମ୍ଭେ ତୁମ୍ଭକୁ ଯାହା ଦେବା। ତେଣୁ ତୁମ୍ଭକୁ ଆମ୍ଭେ ତାହା ଦେବା। ଏଥିପାଇଁ ତୁ ଭ୍ରମଣ କରେ। ଚାରିଆଡ଼େ ଯେତେ ଏରିଆ ତୋତେ ଦେଖାଯାଉଛି, ସେସବୁ ଭ୍ରମଣ କରି ଦେଖେ କେତେ ଏରିଆ ଅଛି। ଏହି ପ୍ରକାର ପରମେଶ୍ୱର ତାହାକୁ କହିଲେ। ସେତେବେଳେ ଆବ୍ରାହମ ତମ୍ବୁ ତୋଳି
ହିବ୍ରଣ ନିକଟସ୍ଥ ମମ୍ରିର ଆଲୋନ ବୃକ୍ଷ ମୂଳେ ଯାଇ ବାସ କଲେ। ପୁଣି ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏ ଯଜ୍ଞବେଦୀ ନିର୍ମାଣ କରି ପରମେଶ୍ୱରଙ୍କୁ ସେଠାରେ ଧନ୍ୟବାଦ କଲେ। ମୋର ପ୍ରିୟ, ଆମମାନେ ଦେଖୁଅଛୁ ଏଠାରେ ଆବ୍ରାହମଙ୍କ ଏବଂ ଲୁଟଙ୍କ ଜୀବନ। ଆମମାନଙ୍କ ଜୀବନରେ ଏହି ଆବ୍ରାହମଙ୍କ ଏବଂ ଲୁଟଙ୍କ ଜୀବନ ଦେଇ ଅନେକ ବିଷୟ ଶିଖିବାକୁ ମିଳୁଅଛି। ଆବ୍ରାହମ ଜଣେ ଶାନ୍ତି ଖୋଜିବା ଲୋକ, ଶାନ୍ତି ପାଇବା ଲୋକ, ସେ ଝଗଡ଼ା ଈର୍ଷା କରିବା ଲୋକ ନଥିଲେ। ଠିକ୍ ସେହି ପ୍ରକାରେ ଏକ ଖ୍ରୀଷ୍ଟୀୟ ବିଶ୍ୱାସୀକୁ ଶାନ୍ତିରେ ରହିବା ଲୋକ, ପ୍ରେମରେ ରହିବା ଲୋକ, ଖୁସିରେ ରହିବା ଲୋକ ହେବା ଆବଶ୍ୟକ। ଆବ୍ରାହମ ଜଣେ ଶାନ୍ତି ରଖିବା ବ୍ୟକ୍ତି ଥିଲେ। ଏଥିପାଇଁ ସେ ଲୁଟଙ୍କୁ କହିଲେ ଯେ ଆମମାନେ ଏହି ପ୍ରକାର ଝଗଡ଼ା ହେବା ଭଲ ନୁହଁ। ଏଥିପାଇଁ ଏ ସମସ୍ତ ଦେଶକୁ ତୁ ଦେଖେ, ଆଉ ତୁମକୁ ଏହି ଦେଶର ଯେଉଁ ଦିଗକୁ ତୁ ଯିବାକୁ ଚାହୁଁ, ତୋର ପସନ୍ଦ ଅନୁସାରେ ତୁ ଯା। ଯଦି ତୁ ପୂର୍ବ ଦିଗକୁ ଯିବୁ ତାହେଲେ ମୁଁ ପଶ୍ଚିମ ଦିଗକୁ ଯିବି। ଯଦି ତୁ ପଶ୍ଚିମ ଦିଗକୁ ଯିବୁ ତାହେଲେ ମୁଁ ପୂର୍ବ ଦିଗକୁ ଯିବି। ଏହି ପ୍ରକାରେ ଆବ୍ରାହମ ଲୁଟଙ୍କ ସମ୍ମୁଖରେ ଏକ ପ୍ରଶ୍ନ ସେ ରଖିଲେ, ଆଉ ଲୁଟ ତାହା ସହଜରେ ଗ୍ରହଣ କରିବାର ଦେଖୁଅଛୁ। Abraham gives to the first priority to Lot. ଆବ୍ରାହମ ପ୍ରଥମ ଚାନ୍ସ ବା ପ୍ରଥମ ଅବସରକୁ ସେ ଲୁଟଙ୍କୁ ଦେଉଅଛନ୍ତି। କାରଣ ଆବ୍ରାହମ ଏକ ଶାନ୍ତିକାରକ ଲୋକ ଥିଲେ। ସେ ଜଣେ ଝଗଡ଼ାଲୁ ନଥିଲେ। ଏଥିପାଇଁ ସେ ତାକୁ ପସନ୍ଦ କରିବା ପାଇଁ ସୁଯୋଗ ଦେଉଅଛନ୍ତି। କହିଲେ ତୁ ବାଛିନେ, ଆଉ ତୋ ପାଇଁ ମୁଁ ସୁଯୋଗ ଦେଉଅଛି। ଶାନ୍ତିରେ ସହିତ ତୁ ଯାହା ପସନ୍ଦ ତାହା ତୁ କରେ। ଆବ୍ରାହମ ସେ ବଡ଼ ଲୋକ ହୋଇ ସେ ଯଦି ଚାହାନ୍ତା ଯେ ମୁଁ ଯାହା ଚାହିଁବି ତାହା ହେବ, ମୋତେ ଯେଉଁ ଏରିଆ ଦରକାର ମୁଁ ସେ ଏରିଆକୁ ଯିବି, ତୁ ଅନ୍ୟ ଏରିଆକୁ ଯା, ଆବ୍ରାହମ କହିପାରିଥାନ୍ତା। କିନ୍ତୁ ଏଠାରେ ଆମେ ଦେଖୁଅଛୁ ଆବ୍ରାହମ ସେ ଜଣେ ଶାନ୍ତିକାରକ ଲୋକ ଥିବାରୁ ସେ ଏହି ପ୍ରକାର କହିଲେ ନାହିଁ। କିନ୍ତୁ ପ୍ରଥମ ସ୍ଥାନ ସେ ଲୁଟଙ୍କୁ ଦେଉଅଛନ୍ତି ଯେ ତୁ ବର୍ତ୍ତମାନ ମନରେ ତୁ ନିଷ୍ପତ୍ତି ନେ, ତୋତେ ଯେଉଁ ଜାଗାକୁ ଯିବାର ଦରକାର ଅଛି ସେଠାକୁ ତୁ ଯା। ଆବ୍ରାହମ ନିଜ ଜୀବନରେ ସେ ଶାନ୍ତି ପାଇବା ପାଇଁ ସେ ଚାହିଁଲେ। That's why he gave chance to choose the opportunity, choose that what he wants. ଯେଉଁ ଏରିଆ ତାଙ୍କୁ ଦରକାର ସେଟା ସିଲେକ୍ଟ କରିବା ପାଇଁ ଆବ୍ରାହମ ଲୁଟଙ୍କୁ ସ୍ଥାନ ଦେଉଅଛନ୍ତି। ଅନ୍ୟକୁ ଭଲରେ ରଖିବା ଏକ ପ୍ରଭୁଙ୍କର ଲୋକମାନଙ୍କର ଗୁଣ ଅଟେ। ଅନ୍ୟକୁ ଭଲ ସୁଯୋଗ ଦେବା ହିଁ ପରମେଶ୍ୱରଙ୍କର ଲୋକମାନଙ୍କର ଗୁଣ ଅଟେ। କାହାଠାରୁ ଛଡ଼େଇ ଆଣିବା କିମ୍ବା କାହା ଉପରେ ଅଧିକାର ରଖିବା, ଶାସନ କରିବା, ଜବରଦସ୍ତ ଜଣଙ୍କୁ ସମସ୍ୟାରେ ପକାଇବା, ତାହା ଖ୍ରୀଷ୍ଟୀୟ ଲୋକମାନଙ୍କର, ପ୍ରଭୁଙ୍କର ଲୋକମାନଙ୍କର ସ୍ୱଭାବ ନୁହଁ। ଆବ୍ରାହମ ଏଠାରେ ଶାନ୍ତିର ସ୍ଥାପନା କରିବାର ଦେଖୁଅଛୁ। ସେ କହିଲେ ଆମମାନେ ଭାଇ କୁଟୁମ୍ବ, ଆମମାନଙ୍କ ମଧ୍ୟରେ ଏ ପ୍ରକାର ଝଗଡ଼ା ହେବା ଉତ୍ତମ ନୁହଁ, ଭଲ ନୁହଁ। ଏଥିପାଇଁ ସେ ଲୁଟଙ୍କୁ ସେ ତାର
ଅପସନ୍ ଦେଉଅଛନ୍ତି। ମୋର ପ୍ରିୟ, ଆଜି ମଧ୍ୟ ଆମମାନେ ଏହି ସଂସାରରେ ଯେଉଁ ଆମେ ରହୁଅଛୁ, ଆମମାନଙ୍କୁ କୌଣସି ପ୍ରକାର ଅଶାନ୍ତିର ବାତାବରଣରେ ରହିବା ଭଲ ନୁହଁ। ଆମମାନେ ପ୍ରେମରେ ରହିବା, ଶାନ୍ତିରେ ରହିବା ହିଁ ପରମେଶ୍ୱରଙ୍କର ଇଚ୍ଛା ଅଟେ। ଏକ ପ୍ରଭୁଙ୍କର ବ୍ୟକ୍ତିକୁ, ଖ୍ରୀଷ୍ଟୀୟ ବିଶ୍ୱାସୀକୁ ଏହି ପ୍ରକାର ଝଗଡ଼ା ହେବା ଭଲ ନୁହଁ, ଅଶାନ୍ତିରେ ରହିବା ଭଲ ନୁହଁ, କିନ୍ତୁ ପ୍ରେମରେ ରହିବା ତାହା ପରମେଶ୍ୱର ଚାହାନ୍ତି। କାରଣ ପରମେଶ୍ୱର ସେ ପ୍ରେମୀ ଅଟନ୍ତି। ଏଥିପାଇଁ ସେ ଯୀଶୁଖ୍ରୀଷ୍ଟ କହିଲେ, ଯଦି ତୁମେ କାହା ସହିତ ଝଗଡ଼ା ହେଇଅଛ, କାହା ସହିତ ଯଦି ତୁମେ ଗଣ୍ଡଗୋଳ ହେଇଛ, ତେବେ ବଳି ଉତ୍ସର୍ଗ କରିବା ପୂର୍ବରୁ ତୁମେ ମନେ ପକାଅ କାହା ସହିତ ତୁମର ଶତ୍ରୁତା ଅଛି। ତେବେ ତୁମର ବଳିକୁ ଅଧା ରାସ୍ତାରେ ରଖି ପୁଣି ଫେରିଯାଅ, ଆଉ ତାହା ସହିତ ତୁମେ ମିଳନ କର। ତାପରେ ଆସି ସେହି ଭେଟିକୁ, ସେହି ବଳିକୁ ମୋ ନିକଟକୁ ଆସି ତୁମେ ଉତ୍ସର୍ଗ କରିବ। ତା'ର ଅର୍ଥ ପରମେଶ୍ୱର ସେ ଚାହାନ୍ତି ଯେ ଆମେ କାହା ସହିତ ଶତ୍ରୁତା ହୋଇ ନ ରହୁ, କାହା ସହିତ ଆମମାନେ ଗଣ୍ଡଗୋଳ ହୋଇ ନ ରହୁ, ପରନ୍ତୁ ଆମମାନେ ପ୍ରେମର ସହିତ, ଶାନ୍ତିର ସହିତ ପରସ୍ପର ରହିବା ହିଁ ପରମେଶ୍ୱରଙ୍କର ଲୋକମାନଙ୍କର ଗୁଣ ଅଟେ। ଏଥିପାଇଁ ଆବ୍ରାହମ ସେ ଶାନ୍ତି ରଖିବା ପାଇଁ ସେ ଆଗକୁ କଦମ ସେ ବଢ଼ାଉଛନ୍ତି। ଏଥିପାଇଁ ସେ କହିଲେ ନାହିଁ ଯେ ମୁଁ ବଡ଼ ଲୋକ, ଆଉ ମୁଁ ଅଧିକାର କରିବି, ମୁଁ ଯାହା କହିବି ତାହା ହିଁ ହେବ, ସେହି ପ୍ରକାର କହିଲେ ନାହିଁ। କିନ୍ତୁ ସେ ଲୁଟଙ୍କୁ ସେ ସ୍ୱତନ୍ତ୍ରତା ଦେଉଅଛନ୍ତି। ଲୁଟଙ୍କୁ ସେ ସ୍ୱତନ୍ତ୍ରତା ଦେବାର ଆମେ ଦେଖୁଅଛୁ। ଆଉ ସ୍ୱତନ୍ତ୍ରତା ଅନୁସାରେ ତାହାକୁ ଯାହା ଦରକାର ତାହା ସେ କରୁ। ଏହା ଆମମାନଙ୍କୁ ପ୍ରେମ ଦର୍ଶାଏ। ଭାଇ କୁଟୁମ୍ବର, ଭାଇ ଭାଇମାନଙ୍କର ଏକ ପ୍ରେମ ଆମମାନଙ୍କୁ ଏଠାରେ ଦେଖାଯାଉଛି। ଆବ୍ରାହମ କହିଲେ ଯେ ତୁ ହିଁ ପ୍ରଥମେ ଡିସାଇଡ଼୍ କରେ, ନିର୍ଣ୍ଣୟ ନେ ଯେ କେଉଁ ଦିଗକୁ ତୁ ଯିବୁ। ଯଦି ତୁ ଅନ୍ୟ ଦିଗକୁ ଯିବୁ, ତା'ର ବିପରୀତ ଦିଗକୁ ମୁଁ ଯିବି। ସେହି ପ୍ରକାରେ ଆବ୍ରାହମ ତାକୁ ସ୍ୱତନ୍ତ୍ରତା, ଫ୍ରିଡ଼ମ୍ ଦେବାର ମାନେ ଦେଖୁଅଛୁ। ଏଠାରେ ଆବ୍ରାହମ ସେ ଲୁଟଙ୍କ ଠାରୁ ସେ ଦୂରକୁ ଯାଉନାହାନ୍ତି, କିନ୍ତୁ ସେ ଝଗଡ଼ା ଠାରୁ ସେ ଦୂରକୁ ଯାଉଅଛି। ଆବ୍ରାହମ ଜଣେ ଶାନ୍ତିକାରକ ଲୋକ ଥିଲେ। ଆବ୍ରାହମ ଜଣେ ପ୍ରେମୀ ଥିଲେ। ଏଥିପାଇଁ ସେ ଲୁଟଙ୍କୁ ଜାଗା, ଏରିଆକୁ ସେ ସେଲେକ୍ଟ କରିବା ପାଇଁ କହିଲେ। ଆଉ ସେ ଆବ୍ରାହମ ସେ ଲୁଟଙ୍କ ଠାରୁ ସେ ଦୂରେଇ ଯିବାକୁ ଚାହିଁଲେ ନାହିଁ, କିନ୍ତୁ ଆବ୍ରାହମ ଲୁଟଙ୍କ ସହିତ ସେ ପ୍ରେମରେ ସେ ପାଖେ ରହିବା ପାଇଁ ସେ ଚାହିଁଲେ। ଏଥିପାଇଁ ସେ ଯେତେବେଳେ ଲୁଟଙ୍କୁ ଲୋକେ ଆକ୍ରମଣ କଲେ, ସେହି ସମୟରେ ଆବ୍ରାହମ ତାଙ୍କର ସେନାକୁ 318 ଜଣଙ୍କୁ ନେଇ ତାହାକୁ ସେଠାରୁ ଉଦ୍ଧାର କରି ଆଣୁଅଛନ୍ତି। ଆବ୍ରାହମ ନିଜର ଲୋକମାନଙ୍କୁ ନେଇ ସେଠାରେ ଯୁଦ୍ଧ କରି ଲୁଟଙ୍କୁ ସେ ନିଜ ପାଖକୁ ସେ ଛଡ଼େଇ ଆଣୁଛନ୍ତି। ତା'ର ଆମମାନେ ଦେଖୁଅଛୁ ଯେ ଆବ୍ରାହମଙ୍କର ଲୁଟଙ୍କ ପ୍ରତି ପ୍ରେମ ଅଛି। ଲୁଟଙ୍କ ପ୍ରତି ତାହାର ଯେଉଁ ଜିମ୍ମେବାରୀ, ଦାୟିତ୍ୱ ଅଛି, ତାହା ସେ ପୂର୍ଣ୍ଣ କରିବା ପାଇଁ ସେ ଚେଷ୍ଟା କରୁଅଛି। ଲୁଟଙ୍କ ପ୍ରତି ଆବ୍ରାହମଙ୍କର କୌଣସି ଦ୍ୱେଷ ନଥିଲା, କିନ୍ତୁ ଭୌତିକ ରୂପରେ ସେ ଲୁଟଙ୍କ
ଠାରୁ ସେ ଦୂରେଇ ହେବାକୁ ସେ ଚାହୁଁଥିଲା। ଅନ୍ତର ଆତ୍ମାରେ ଆବ୍ରାହମ ଲୋଟଙ୍କୁ ବହୁତ ପ୍ରେମ କରୁଥିଲା। ତେଣୁ ଲୋଟ ସେ ଦୂରକୁ ଯାଉଅଛନ୍ତି, ଆବ୍ରାହମକୁ ଛାଡ଼ି ସେ ଯାଉଅଛନ୍ତି, କିନ୍ତୁ ଆବ୍ରାହମ ତାଙ୍କ ଅନ୍ତରରେ ତାହାକୁ ଦୂରେଇ କରିନଥିଲେ। ଆଉ ଏମାନଙ୍କର ଦୂରୀକରଣ ହେବାର ଏକି ହିଁ କାରଣ ଥିଲା ଯେ ସେମାନଙ୍କଠାରେ ଧନ ସମ୍ପତ୍ତି ଅଧିକ ହେବା। ଧନ ସମ୍ପତ୍ତି ଅଧିକ ହେବା ହେତୁ ସେମାନେ ପରସ୍ପର ଦୂରେଇ ଯାଉଛନ୍ତି। ଆବ୍ରାହମ ଲୋଟଙ୍କୁ ସମ୍ମାନ ଦେଲେ, ଆବ୍ରାହମ ଲୋଟଙ୍କୁ ପ୍ରେମ କଲେ, ଆବ୍ରାହମ ଲୋଟଙ୍କୁ ସ୍ୱତନ୍ତ୍ରତା ଜୀବନ ଦେଲେ, ଲୋଟଙ୍କୁ ପ୍ରଥମ ପ୍ରାୟୋରିଟି ଦେଲେ, ପ୍ରଥମ ପ୍ରାଥମିକତା ଦେଲେ। ସେହି ପ୍ରକାରେ ଯଦି ଆମମାନେ ସତ୍ୟ ପ୍ରଭୁଙ୍କର ଲୋକ, ତାହେଲେ ଆମମାନେ ଅନ୍ୟକୁ ପ୍ରେମ କରିବା ଅତି ଆବଶ୍ୟକ ଅଟେ। ଆଜି ଆମମାନଙ୍କୁ ମଧ୍ୟ ଅନ୍ୟକୁ ପ୍ରଥମ ପ୍ରାୟୋରିଟି ପ୍ରାଥମିକତା ଦେବାର ଅଛି, ଅନ୍ୟକୁ ପ୍ରେମ କରିବାର ଅଛି, ଅନ୍ୟକୁ ସୁଯୋଗ ଦେବାର ଅଛି। ତାହା ହିଁ ସତ୍ୟ ଖ୍ରୀଷ୍ଟୀୟ ପ୍ରଭୁଙ୍କର ଲୋକମାନଙ୍କର ଗୁଣ ଅଟେ। ଯଦି ଏହି ପ୍ରକାର ଯଦି ଆମେ କରୁନାହୁଁ, ତାହେଲେ ଆମେ ଆବ୍ରାହମଙ୍କର ସନ୍ତାନ ବୋଲି ଆମେ ଗଣିତ ହୋଇପାରିବା ନାହିଁ। ଆବ୍ରାହମ ଏବଂ ଲୋଟଙ୍କ ମଧ୍ୟରେ କମ୍ପିଟିସନ୍ ରଖିବା ପାଇଁ ଆବ୍ରାହମ ଚାହିଁଲେ ନାହିଁ। ଆଜି ମଧ୍ୟ ଆମମାନଙ୍କ ଜୀବନରେ କମ୍ପିଟିସନ୍ ନ ହେଉ। ଆବ୍ରାହମ ଦୁହିଁଙ୍କ ମଧ୍ୟରେ କୌଣସି କମ୍ପିଟିସନ୍ ନ ରଖିବା ପାଇଁ ସେ କହିଲେ ଯେ ୟୁ ଆର୍ ଫ୍ରି ନାଓ, ତୁମେ ଯୁଆଡ଼େ ପସନ୍ଦ, ଯେଉଁ ଦିଗକୁ ପସନ୍ଦ ସେଠିକି ଯାଅ, ଆଉ ମୁଁ ତା'ର ଅନ୍ୟ ଦିଗକୁ ଯିବି। ଏଠାରେ ଆବ୍ରାହମ ଲୋଟଙ୍କୁ ସ୍ୱତନ୍ତ୍ରତା ଦେଲେ। ଆଉ ଲୋଟ କ'ଣ କଲେ? ସେ ଉତ୍ତମ ଭୂମିକୁ ସେ ଦେଖିଲେ, ଉତ୍ତମ ଭୂମିକୁ ସେ ବାଛିଲେ, ଉତ୍ତମ ଜଳ ସେଚିତ ଭୂମିକୁ ସେ ନିଜ ନିମନ୍ତେ ସେ ପସନ୍ଦ କଲେ। କିନ୍ତୁ ଆବ୍ରାହମ ସେହି ପ୍ରକାର ସେ ପସନ୍ଦ ନ କଲେ। ଆବ୍ରାହମ ସେ ପରମେଶ୍ୱରଙ୍କ ଉପରେ ଦୃଷ୍ଟି କଲେ, ପରମେଶ୍ୱରଙ୍କ ଉପରେ ଭରସା କଲେ। ତାହା ଆମମାନେ ଦେଖାଉଛୁ। ଏଠାରୁ ଆମମାନେ ଶିଖିବାକୁ ପାରୁଛୁ ଯେ ଦୁନିଆର ଲୋକମାନେ ଦୁନିଆର ଲାଭକୁ ଦେଖିବାକୁ ଚାହାନ୍ତି, କିନ୍ତୁ ପରମେଶ୍ୱରଙ୍କ ସହିତ ସମ୍ପର୍କ ରଖିବା ଲୋକ ସେ କେବେ ସେହି ପ୍ରକାର ଚାହିଁବ ନାହିଁ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ସେ ପରମେଶ୍ୱରଙ୍କ ଉପରେ ଭରସା ରଖିବ। ଇଏ ଏକ ଆମମାନଙ୍କ ନିମନ୍ତେ ଏକ ଶିକ୍ଷଣୀୟ ବିଷୟ ଅଟେ ଆବ୍ରାହମ ଏବଂ ଲୋଟଙ୍କ ଜୀବନଠାରୁ। ଯେତେବେଳେ ଆମମାନେ ଆଦି ପୁସ୍ତକର 13 ପର୍ବ 10 ପଦରେ ଦେଖୁ, ସେଠାରେ ଲୋଟ ଅନାଇ ଦେଖିଲେ ସୟର ପର୍ଯ୍ୟନ୍ତ ଜର୍ଦ୍ଦନର ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନ ପରି ସର୍ବତ୍ର ସକଳ ଓ ମିଶର ଦେଶ ତୁଲ୍ୟ ଅଟଇ। କାରଣ ସେହି ସମୟରେ ସୋଦମ ଓ ଗମୋରା ସଦାପ୍ରଭୁଙ୍କ ଦ୍ୱାରା ବିନଷ୍ଟ ହୋଇନଥିଲା। ଏଥିପାଇଁ ଲୋଟ ସେହି ଜାଗାକୁ ସେ ପସନ୍ଦ କଲେ। ସେହି ପର୍ଯ୍ୟନ୍ତ ପରମେଶ୍ୱର ସେ ସୋଦମ ଆଉ ଗମୋରା ଜାଗାକୁ ନଷ୍ଟ କରିନଥିଲେ। ତେଣୁ ସେ ଜାଗା ଅତି ଭଲ ଭୂମି ଥିଲା, ଉପଜାଉ। ସେଠାରେ ପାଣିର ଏବଂ ଅନେକ ସୁବିଧା ସେଠାରେ ଥିଲା। ତେଣୁ ଲୋଟ ସେହି ଜାଗାକୁ ପସନ୍ଦ କରି ସେ ସୋଦମ ଗମୋରା ଜାଗାକୁ ସେ ଯାଇଥିଲେ। ଏଠାରେ ଆମମାନେ ଦେଖୁଅଛୁ ଯେ ଲୋଟ ଏକ ଉତ୍ତମ ଭୂମିକୁ ସେ
ନିଜ ନିମନ୍ତେ ସେ ସିଲେକ୍ଟ କରୁଥିବାର ଆମେ ଦେଖୁଛୁ। ଯେଉଁ ଜମି ଯେଉଁ ଭୂମି ଚାଷ କରିବା ପାଇଁ ବହୁତ ହି ଉତ୍ତମ ଥିଲା, ଆଉ ପାଣିର ସୁବିଧା, ରହିବାକୁ ସୁବିଧା, ଆଉ ସମତଳ ଏରିଆ, ଆଉ ସେ ସମସ୍ତ ଏରିଆକୁ ଉତ୍ତମତାକୁ ଦେଖି ସେ ନିଜ ନିମନ୍ତେ ସେ ସିଲେକ୍ଟ କଲେ। ତାପରେ ସେ ଜାଗାକୁ ଗଲେ, କିନ୍ତୁ ସେ ଏହା ଜାଣିନଥିଲା ଯେ ସେହି ଏରିଆରେ ସେଠିକାର ଲୋକ, ସେଠିକାର ବାସିନ୍ଦା ଲୋକମାନଙ୍କର ସ୍ୱଭାବ କେମିତିକିଆ, ସେମାନେ କି ପ୍ରକାର ବିଚାରର ଲୋକମାନେ, ସେମାନଙ୍କର ଗୁଣ କି ପ୍ରକାର, ସେ ସେହି ବିଷୟରେ କେବେ ଭାବିନଥିଲା। ସେଠିକାର ଲୋକମାନେ, ସୋଦମ ଏବଂ ହମରା ଲୋକମାନେ ଅତି ଦୁଷ୍ଟାମୀ ଲୋକମାନେ ଥିଲେ, ବ୍ୟଭିଚାରୀ ଲୋକମାନେ ଥିଲେ, ଆଉ ପାପୀ ଲୋକମାନେ ଥିଲେ। ସେହି କଥାକୁ ଲୋଟ କେବେ ଜାଣିନଥିଲା। ଲୋଟ ସେହି ବିଷୟରେ କେବେ ଭାବି ବି ନଥିଲା। ସେଠିକାର ସଂସ୍କୃତି ବହୁତ ହି ଖରାପ ଥିଲା। ଛୋଟଠାରୁ ନେଇ ବଡ଼ ପର୍ଯ୍ୟନ୍ତ ସମସ୍ତେ ବ୍ୟଭିଚାରରେ ପତିତ ଥିଲେ। ସେମାନେ ଏଡ୍ସ ରୋଗରେ ବ୍ୟାପ୍ତ ଥିଲେ। ସେମାନେ ଅପବିତ୍ରତାରେ ବ୍ୟାପ୍ତ ଥିଲେ। ସେହି ପ୍ରକାରେ ଦୁଷ୍ଟାମୀ, ପାପୀ, ଗନ୍ଦଗିରେ ଭରିଥିବା ଲୋକମାନେ ସେ ସୋଦମ ଅମରା ଜାଗାରେ ଥିଲେ। ଲୋଟ ଏକ ପରମେଶ୍ୱରଙ୍କୁ ଜାଣିଥିବା ବ୍ୟକ୍ତି। ବର୍ତ୍ତମାନ ସେ ପରମେଶ୍ୱରଙ୍କୁ ନ ଜାଣିଥିବା ଲୋକମାନଙ୍କ ମଧ୍ୟକୁ ସେ ଯାଉଅଛି, ଆଉ ସେ ପାପୀ ଲୋକମାନଙ୍କ ମଧ୍ୟରେ, ବ୍ୟଭିଚାରୀ ଲୋକମାନଙ୍କ ମଧ୍ୟରେ ସେମିତିକି ସଂସ୍କୃତିରେ ଯାଇ ରହିବା ପାଇଁ ସେ ପସନ୍ଦ କଲେ। ସେ ଜାଣିନଥିଲା ଯେ ମୁଁ ଯୁଆଡ଼େ ଯାଉଛି ତାହା ଏକ ସେମିତିକିଆ ଜାଗା, ଯେଉଁ ଜାଗା କି ଅପବିତ୍ର ଜାଗା, ପାପୀ ଜାଗା, ଆଉ ମୋର ଯେଉଁ ଧନ ସମ୍ପତ୍ତି ଅଛି ତାହା ମୁଁ ନଷ୍ଟ କରିବାକୁ ଯାଉଅଛି, ତାହା ସେ ଜାଣିନଥିଲା। ଏଠାରୁ ଆମମାନେ ଶିଖିବାକୁ ମିଳୁଅଛି ଯେ ଯିଏ ଏହି ପ୍ରକାରେ ନିଜର ଧନ ଉପରେ ଭରସା ରଖେ, ଯେମିତିକି ସେ ଭାବିଥିଲା, ଲୋଟ ଭାବିଥିଲା ମୁଁ ସେହି ଜାଗାକୁ ଯିବି, ଆଉ ମୋର ଧନ ସମ୍ପତ୍ତି ଅଧିକ ଆଇସେ ମୁଁ ଉନ୍ନତ କରିବି, ଆଉ ସେଠାରେ ଯାଇ ତାର ଧନ ସେ କ'ଣ ବଢ଼ାଇବ, ତାର ଅବନତି ହେବାର ଘଟିଲା। ଆଜି ବି ଆମମାନେ ସେହି ପ୍ରକାରେ ଅନେକ ଭାବିଥାଉ ଯେ ଆମମାନଙ୍କର ଧନ ସମ୍ପତ୍ତି ଅଧିକ ହେଉ, କିନ୍ତୁ ତା ପଛରେ କ'ଣ ସମସ୍ୟା ଅଛି ତାହା ଆମେ କେବେ ଭାବିନଥାଉ। ତେଣୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଜଣେ ବ୍ୟକ୍ତି ଆତ୍ମିକ ଲୋକମାନଙ୍କ ସହିତ ମିଶି ରହିବା ହିଁ ତାହାଙ୍କ ନିମନ୍ତେ ଏକ ଉତ୍ତମ ଅଟେ। କିନ୍ତୁ ସାଂସାରିକ ଲୋକମାନଙ୍କ ସହିତ ଯେ ଆତ୍ମିକ ଜୀବନ ବିଷୟରେ ଜଣା ନାହିଁ, ସେମାନଙ୍କ ସହିତ ଆମମାନେ ସମ୍ପର୍କ ଯଦି ରଖି ରହିବା, ତାହେଲେ ଆମମାନଙ୍କ ନିମନ୍ତେ ନୁକସାନଦାୟକ ହେବ। ତେଣୁ ଜଣେ ପ୍ରଭୁଙ୍କର ଲୋକମାନଙ୍କୁ କି ପ୍ରକାର ରହିବା କଥା ତାହା ଗୀତ ସଂହିତା 1 ପର୍ବରେ ଲେଖାଯାଇଅଛି। ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କି ଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, ସେ ଲୋକ ଧନ୍ୟ। ଏଠାରେ ଲୋଟ ସେ ଦୁଷ୍ଟମାନଙ୍କର ସଙ୍ଗତି କରିବାର ଆମେ ଦେଖୁଅଛୁ, କିନ୍ତୁ ପରମେଶ୍ୱରଙ୍କର ଲୋକମାନେ, ପ୍ରଭୁଙ୍କର ଲୋକମାନେ ଏ ଭଜନ ସଂହିତା 1 ପର୍ବର 1 ଅନୁସାରେ ଆମମାନଙ୍କୁ ଦୁଷ୍ଟମାନଙ୍କ ଠାରୁ ଅଲଗା ରହିବାକୁ ପଡ଼ିବ, ଆଉ ପାପୀମାନଙ୍କ ଠାରୁ ଆମମାନଙ୍କୁ ଅଲଗା ରହିବାକୁ ପଡ଼ିବ। ସାଂସାରିକ ଲୋକମାନଙ୍କ ଠାରୁ ଯେଉଁମାନେ ଆତ୍ମିକ ଜୀବନ
ପ୍ରଭୁଙ୍କ ଜୀବନ ସେମାନଙ୍କୁ ଜଣା ନାହିଁ, ସେମାନଙ୍କ ଠାରୁ ଆମେ ଅଲଗା ରହିବାକୁ ପଡ଼ିବ। ତାହା ହିଁ ପରମେଶ୍ୱର ଆମମାନଙ୍କ ଜୀବନଠାରୁ ସେ ଚାହାନ୍ତି। ସାଂସାରିକ ଧନ ଯାହା ଆମମାନେ ପାଇଅଛୁ, ତାହା ଯଦି ପରମେଶ୍ୱରଙ୍କ ଠାରୁ ନୁହଁ, ତାହେଲେ ସେ ସଦାସର୍ବଦା ଆମମାନଙ୍କୁ ଖୁସିରେ ରଖିବ ନାହିଁ। ସେହି ଧନ ଆମମାନଙ୍କୁ ସବୁବେଳେ ଆମମାନଙ୍କୁ ଦୁଃଖ ହିଁ ଦେବ। ତାହା ଆମମାନଙ୍କୁ ଚିହ୍ନିବାକୁ ପଡ଼ିବ। ଏଥିପାଇଁ ଆମମାନେ ଦେଖିବାକୁ ପାରୁଛୁ ଯେ ଆବ୍ରାହମକୁ ପରମେଶ୍ୱର ଦର୍ଶନ ଦେଇ କହିଲେ, ମୁଁ ବର୍ତ୍ତମାନ ତୋତେ ଏକ ସନ୍ତାନ ଦେବି, ମୁଁ ଏକ ସନ୍ତାନ ଦେବି। ଆଉ ଏଠାରେ ଯେତେବେଳେ ଦେଖିବାକୁ ପାରୁଛୁ ଯେ ଯେତେବେଳେ ଆବ୍ରାହମ ଲୋଟଙ୍କ ଠାରୁ ଅଲଗା ହେଲେ, ତାପରେ ପରମେଶ୍ୱର ତାଙ୍କୁ ଦର୍ଶନ ଦେଉଅଛନ୍ତି। ଆବ୍ରାହମ ଏକ ଧର୍ମୀ ବ୍ୟକ୍ତି ଥିଲେ, କିନ୍ତୁ ଲୋଟ ଏକ ସାଂସାରିକ ଜୀବନରେ ପତିତ ଲୋକ ଥିଲା। ଏଥିପାଇଁ ସେ ସାଂସାରିକ ଲୋକମାନଙ୍କ ଆଡ଼କୁ ସେ ଚାଲିଗଲା। କିନ୍ତୁ ବର୍ତ୍ତମାନ ଆବ୍ରାହମ ସେ ଏକ ଆତ୍ମିକ ଲୋକ ଥିବାରୁ ପରମେଶ୍ୱର ସେ ଆବ୍ରାହମଙ୍କ ସହିତ ସେ କଥାବାର୍ତ୍ତା ବା ଦର୍ଶନ ଦେବାର ଆମମାନେ ଦେଖୁଅଛୁ। ପରମେଶ୍ୱର ଆବ୍ରାହମଙ୍କ ସହିତ ସେ ଏକ ସନ୍ଧି ତାଙ୍କ ସହିତ ଏକ ପ୍ରତିଜ୍ଞା କରୁଛନ୍ତି ଯେ ମୁଁ ଏକ ସନ୍ତାନ ତୁମକୁ ଦେବି, ଆଉ ତୋହର ବଂଶକୁ ମୁଁ ବହୁ ବଂଶମୁଖ କରିବି। ତାଙ୍କୁ ଦର୍ଶନ ଯେତେବେଳେ କେବେ ପରମେଶ୍ୱର ତାଙ୍କୁ ଦର୍ଶନ ଦେଲେ ନା, ଯେବେ ସେ ଲୋଟଙ୍କ ଠାରୁ ସେ ଅଲଗା ହେଲେ। ସେହି ପ୍ରକାରେ ଆମମାନଙ୍କୁ ମଧ୍ୟ ଦର୍ଶନ କେବେ ମିଳିବ, ପରମେଶ୍ୱରଙ୍କର ଆଶୀର୍ବାଦ କେବେ ମିଳିବ, ପରମେଶ୍ୱରଙ୍କର ଅନୁଗ୍ରହ ଆମମାନଙ୍କୁ କେବେ ମିଳିବ, ଯେବେ ଆମମାନେ ସେହି ପାପୀମାନଙ୍କ ସ୍ୱଭାବ ଠାରୁ ଆମମାନେ ଅଲଗା ହେବା, ସାଂସାରିକ ଲୋକମାନଙ୍କ ଠାରୁ ଆମମାନେ ଅଲଗା ରହିବା। ଯେମିତି କି ଗୀତ ସଂହିତାରେ ଆମମାନେ ପଢ଼ିଲୁ, ସେହି ଲୋକ ଧନ୍ୟ, ସେହି ଲୋକ ହିଁ ଆଶୀର୍ବାଦ ପାଇବ, ସେହି ଲୋକ ହିଁ ପରମେଶ୍ୱରଙ୍କର ଦର୍ଶନ ପାଇବ, ଯିଏକି ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, କିମ୍ବା ପାପୀମାନଙ୍କ ମାର୍ଗରେ ସେ ଠିଆ ହୁଏ ନାହିଁ, କିମ୍ବା ନିନ୍ଦକମାନଙ୍କ ସଭାରେ ସେ ବସେ ନାହିଁ। ସିଏ ହିଁ ପରମେଶ୍ୱରଙ୍କର ଦର୍ଶନ ସେ ପ୍ରାପ୍ତ ହୋଇପାରିବ। ଯେଉଁ ପର୍ଯ୍ୟନ୍ତ ଆବ୍ରାହମ ଏବଂ ଲୋଟ ମିଶିକି ଥିଲେ, ସେ ପର୍ଯ୍ୟନ୍ତ ପରମେଶ୍ୱର ତାଙ୍କୁ କୌଣସି ପ୍ରକାରେ କଥା କହିନଥିଲେ ବା ଦର୍ଶନ ଦେଇନଥିଲେ। କିନ୍ତୁ ଯେତେବେଳେ ଲୋଟ ତାଙ୍କଠାରୁ ଅଲଗା ହେଲେ, ପରମେଶ୍ୱର ସେ ଦର୍ଶନ ଦେଇ କହୁଅଛନ୍ତି। ପରମେଶ୍ୱର କ'ଣ କହିଲେ ଆମମାନେ 14 ପଦରେ ତାହା ଦେଖୁଅଛୁ। ଆବ୍ରାହମଙ୍କ ଠାରୁ ଲୋଟ ପୃଥକ ହେଲା ଉତ୍ତାରେ ସଦାପ୍ରଭୁ ଆବ୍ରାହମକୁ କହିଲେ, ଏବେ ତୁମ୍ଭେ ଯେଉଁଠାରେ ଅଛ ସେହିଠାରୁ ଅନାଇ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଦିଗକୁ ଦୃଷ୍ଟିପାତ କର। କାରଣ ଏହି ଯେ ସକଳ ଦେଶ ତୁମ୍ଭେ ଦେଖୁଅଛ, ତାହା ଆମ୍ଭେ ତୁମ୍ଭକୁ ଓ ଯୁଗାନୁକ୍ରମେ ତୁମ୍ଭର ବଂଶକୁ ଦେବା। ପୁଣି ପରମେଶ୍ୱର ତାହାଙ୍କୁ କହିଲେ, ପୃଥିବୀର ଧୂଳି ପରି ଆମ୍ଭେ ତୁମ୍ଭର ବଂଶକୁ ବୃଦ୍ଧି କରିବା। କେହି ଯେବେ ପୃଥିବୀର ଧୂଳି ଗଣିପାରେ, ତେବେ ତୁମର ବଂଶକୁ ସେ ଗଣିପାରିବ। ତେଣୁ ପରମେଶ୍ୱର କହିଲେ, ବର୍ତ୍ତମାନ ଉଠ, ଏହି ଦେଶର ଦୀର୍ଘ ଆଉ ପ୍ରସ୍ତର ଭ୍ରମଣ କର, ଆଉ ଆମ୍ଭେ ତୁମକୁ ତାହା ଦେବା। ଏଠାରେ ଆମମାନେ ଦେଖୁଅଛୁ ଯେ ଆବ୍ରାହମକୁ ପରମେଶ୍ୱର ପ୍ରତିଜ୍ଞା କରି କହିଅଛନ୍ତି ଯେ ମୁଁ ତୋହର ବଂଶକୁ ଏ ସମସ୍ତ ପୃଥିବୀ, ମୁଁ ତୋହର ବଂଶକୁ ମୁଁ ଦେବି। ଆଉ ପରମେଶ୍ୱର ତାହାକୁ ଆଶୀର୍ବାଦ କରୁଛି, ପ୍ରତିଜ୍ଞା ଦେଉଅଛନ୍ତି। କେବେ ଦେଉଅଛନ୍ତି? ଯେବେ ଆବ୍ରାହମ ସେ
प्रभुको आड़को से फेरी आसिले। परमेश्वर निकट को से जेतेबेले फेरी आसिले से निजर इच्छारे से अन्य जगह को परदेशी होई मिस्र देश को से चली जाइथिले, किंतु वर्तमान से पुनर्बार से किणाने देश को से फेरी आसी अछंती। आ जेतेबेले फेरी आसिले तो परमेश्वर तांको दर्शन देले। आ दर्शन रे से प्रतिज्ञा तांको सहित बांधुछंती जे मु तोहर वंश को एमिति वृद्धि करिबी जे एक समुद्रर बालु सदृश तुमर वंश हेबे, आओ आकाशर तारागण परि तुमर संतान हेबे, तोर वंश एही प्रकार मु वृद्धि करिबी। यह परमेश्वर प्रतिज्ञा। मोर प्रिय, सी जेतेबेले परमेश्वर निकट को फेरी आसिले तेबे परमेश्वर ताहाको दर्शन देले। आओ परमेश्वर ताहाको आशीर्वाद कले। ठीक सही प्रकार आज आमन को मध्य यही सांसारिक मोहमाया ठार आमन को फेरी आसवाक पड़िबो। सांसारिक जीवन जापन ठार आमन को परमेश्वर को आड़ को फेरवा को पड़िबो। सांसारिक धन मोहमाया ठार आमन को परमेश्वर को निकट को फेरवा को पड़िबो। सांसारिक जीवन जापन ठारू सांसारिक लोक माने जो निंदक लोक माने, बेविचारी लोक माने, नरहत्या लोक माने, पापी लोक माने, दुष्ट लोक माने, ए समस्त लोक मानक ठारू आमान को पृथक हेबार अछि। एमान को ठारू आमाने अलगा हेबार अछि। आओ प्रभुଙ୍କ वाक्य आड़को दृष्टि करबार अछि, परमेश्वर आड़को दृष्टि करबार अछि, पवित्रता जीवन व्यतीत करबार अछि। तेबे जाई परमेश्वर आमानको से उन्नत हेबार रास्ता से देखेबे, आउ से आमानको आशीर्वाद करिवे। मोर प्रिय प्रभुଙ୍କର लोकमाने परमेश्वर आमानको स्वतंत्रता देवा पाई से आमानको आह्वान करि अछंती। अब्राहम को से काहेकि आह्वान कले? परमेश्वर अब्राहम को एक प्रतिज्ञा देश देवा पाई आह्वान कले। ठीक सही प्रकार परमेश्वर आमान को मध्य जीशु ख्रीष्ट को द्वारा से आह्वान करती जे से प्रतिज्ञा करती मु तुम को स्वर्ग राज्य देवी। मोर प्रिय, जेतेबेले आमने परमेश्वर से प्रतिज्ञा को आमने जाणु आउ ताहा उपरे विश्वास करो, आओ समस्त प्रकार सांसारिक मोहमायर आमने निवृत्त होई परमेश्वर को सहित जीवन जापन करो, परमेश्वर को वाक्य अनुसार आत्मिक जीवन जापन करो, तेबे आमन को निमंते मध्य परमेश्वर आज से प्रतिज्ञा करती जे मु तुम मान को से अनंत जीवन स्वर्ग रे मु देवी। मोर प्रिय प्रभुंकर लोक माने आज अब्राहम को जीवन एवं लोटों को जीवन ठारू जो विषय आमने शिखिलु ताहा बहुत ही महत्वपूर्ण विषय अटे। आमन को जीवन पाई सांसारिक जीवन रे आमने पतित हुअछु। लोट से सांसारिक जीवन आड़क से निजर जीवन को से देला, से धन संपत्ति प्राप्त करा पाई से मोहित हैला, आओ से उत्तम जगह को से निज पाई से सेलेक्ट कला। किंतु अब्राहम से सांसारिक धन उपरे, सांसारिक मोहमाया उपरे से नजर रखले नहीं, किंतु से परमेश्वर को आड़ को से दृष्टि कले, परमेश्वर को ऊपर से भरोसा कले। तापरे परमेश्वर ताहांको दर्शन देले,
तापर परमेश्वर ताहांको सहित प्रतिज्ञा बांधिले। तापर परमेश्वर ताहांको आशीर्वाद कले, कहले मु तोहर वंश को मु वृद्धि करिबी, मु तोहर वंश को समुद्रर बालु सदृश मु करिबी, मु तोहर वंश को आकाशर तारागणों को सदृश मु करिबी, आओ मु तोहर वंश को मु आशीर्वाद करिबी। मोर प्रिय, आमे जेतेबेले उत्तम भाग को आमने सेलेक्ट करिबा, परमेश्वर को आमने जेतेबेले सेलेक्ट करिबा, तेबे परमेश्वर आमान को सेलेक्ट करिवे। परमेश्वर आमान को से स्वर्ग राज्य निमंते से आमान को सेलेक्ट करिवे, आउ स्वर्ग राज्य रे आमने स्थान पाई परिबा। एथिपाई ये वाक्य अनुसार आमान को जीवन यापन करबा नितांत आवश्यक। प्रभु आशीर्वाद करंतु। आमेन।